ଆଜିର ଏହି ଭିଡ଼ିଓରେ ମୁଁ ଗୋଟେ ବିଶ୍ୱାବସୁ ଗନ୍ଧର୍ବ ସାଧନା ବିଷୟରେ କହିବି, ଯାହାର ଅନୁଭବ ଜଣେ ସାଧକଙ୍କୁ ହେଇଛି ଆଉ ସେହି କାହାଣୀଟିକୁ ଆମ ସହ ସେୟାର କରିଛନ୍ତି। ତାଙ୍କ କହିବା ଅନୁସାରେ ଏହି କାହାଣୀଟିକୁ ସେ ଆମ ସବସ୍କ୍ରାଇବରମାନଙ୍କ ସହ ସେୟାର କରିବାକୁ ଚାହୁଁଛନ୍ତି। ତାଙ୍କର ନାଁ ହେଉଛି ଅଲେଖ ଚନ୍ଦ୍ର ସାହୁ। ତାଙ୍କର ଘର ହେଉଛି ଢେଙ୍କାନାଳ କାମାକ୍ଷାନଗର। ସେ ଲେଖିଛନ୍ତି, ସାର୍ ସମସ୍ତ ଦର୍ଶକଙ୍କୁ ମୋ ତରଫରୁ ନମସ୍କାର। ଯେଉଁମାନେ ଏହି କାହାଣୀଟିକୁ ଶୁଣିବେ ଜାଣିନି ସେମାନେ ସତ ଭାବିବେ କି ନାହିଁ, କିନ୍ତୁ ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ବାସ୍ତବରେ ଦୁନିଆରେ ଶକ୍ତି ଅଛନ୍ତି, ତନ୍ତ୍ରବିଦ୍ୟା ବି ସତରେ ଅଛି। ଆମେ ସେ ଶକ୍ତିମାନଙ୍କୁ ଦେଖିପାରୁନେ, ତାହା ଆମର ଭୁଲ। ମୋର ବୟସ 35 ବର୍ଷ। ଆମ ଘରର ପରିସ୍ଥିତି ଏତେ ଭଲ ନାହିଁ। ରୋଜଗାର ମଧ୍ୟ ଆମ ଘରର ଏତେ ଭଲ ନୁହେଁ। ଆମ ଘର ଲୋକ ଚାଷବାସ କରିକି ଚଳନ୍ତି ଆଉ ମୁଁ ମଧ୍ୟ ସେହି କାମ କରେ। ଆପଣଙ୍କ ଚ୍ୟାନେଲ ମୁଁ ଅନେକ ଦିନରୁ ଦେଖି ଆସୁଛି। ଆପଣଙ୍କର ଯେଉଁ ଚ୍ୟାନେଲ ଅଛି ଓଡ଼ିଶା ତନ୍ତ୍ରଜ୍ଞାନ, ସେଥିରେ ଆଜକୁ 3 ମାସ ତଳେ ବିଶ୍ୱାବସୁ ଗନ୍ଧର୍ବ ସାଧନା ଦେଇଥିଲେ। ସେ ଭିଡ଼ିଓଟି ମୋର ମନକୁ ଛୁଇଁଥିଲା ଆଉ ମୋର ସେହି ସାଧନା କରିବା ପାଇଁ ଭାରି ଇଚ୍ଛା ହେଲା। ମୁଁ ଏହି ସାଧନା ବାବଦକୁ ଆପଣଙ୍କୁ ଫୋନ୍ କରିଥିଲି ଆଉ ଆପଣଙ୍କୁ ମୋର ଜାତକ ଦେଖାଇଥିଲି। ଆପଣ ମୋର ଜାତକ ଦେଖିକି କହିଥିଲେ ଯେ ଶୁକ୍ର ଚନ୍ଦ୍ର ଏକତ୍ର ପଞ୍ଚମ ସ୍ଥାନରେ ଅଛନ୍ତି, ଏଣୁ ଗନ୍ଧର୍ବ ସାଧନା ଫଳିତ ହେବ। ଆପଣଙ୍କ ଠାରୁ ମୁଁ ସେ ସାଧନାର ବିଧି ନେଇ ପୂର୍ଣ୍ଣିମା ରାତିରୁ ଆରମ୍ଭ କରିଥିଲି। ପ୍ରତ୍ୟେକ ରାତିରେ ମୁଁ 10ଟା ସମୟରେ ସ୍ନାନ କରିକି ଉତ୍ତର ଦିଗକୁ ମୁହଁ କରିକି ଗୋଲାପୀ ବସ୍ତ୍ର ପିନ୍ଧିକିରି ବସେ। ସେ ଘର ଭିତରେ ଅତର ଛିଟା ପ୍ରତ୍ୟେକ ଦିନ ମୁଁ ମାରେ। ମୋର ଯେହେତୁ ପର୍ସନାଲ ରୁମ୍ ଅଛି, ଏଣୁ ମୁଁ ମୋ ପର୍ସନାଲ ରୁମ୍ଟିକୁ ସବୁବେଳେ ଚାବି ପକାଇକିରି ରଖେ। ମୋ ରୁମ୍ ଭିତରକୁ ମୁଁ କୌଣସି ଘରର ସଦସ୍ୟଙ୍କୁ ପ୍ରବେଶ କରିବାକୁ ଦିଏନି। ମୁଁ ଧୀରେ ଧୀରେ ପ୍ରତ୍ୟେକ ରାତିରେ ବିଶ୍ୱାବସୁ ଗନ୍ଧର୍ବଙ୍କର ପୂଜା କରିକିରି ତାଙ୍କର ମନ୍ତ୍ର ଜପ କରିଲି। ଦେଖୁ ଦେଖୁ ପ୍ରାୟ 18 ଦିନ ବିତିଗଲା। କୌଣସି ପ୍ରକାରର ଅନୁଭୂତି ହେଉନଥାଏ। ଆପଣଙ୍କୁ ଯେବେ ଫୋନ୍ କରି ପଚାରିଲି, ଆପଣ ସେତେବେଳେ ବ୍ୟସ୍ତ ଥିଲେ। କହିଲେ କି ମୁଁ ପରେ ଏ ବିଷୟରେ କଥା ହେବି। 3 ଦିନ ଛାଡ଼ିକିରି ଆଉ ଥରେ ଆପଣଙ୍କୁ ଫୋନ୍ କରିଲି। କିଛି ସମୟ କଥା ହେବା ପରେ ଆପଣ କହିଲେ ଯେ ଯଦି ଅନୁଭୂତି ହେଉନି ତେବେ ନିହାତି ଗୋଲାପ ଫୁଲର ପାଖୁଡ଼ାରେ ଆହୁତି ଦେବା ପାଇଁକା। ମୁଁ ସେଇଆ କଲି। ଗୋଲାପ ଫୁଲ ବଜାରରୁ କିଣି ଆଣିଲି ଏବଂ ତା'ର ପାଖୁଡ଼ାକୁ ଅଲଗା ଅଲଗା କରିଦେଲି ଆଉ ସେଇ ପାଖୁଡ଼ା ଗୁଡ଼ିକୁ ଘିଅରେ ବୁଡ଼େଇ ଆହୁତି ଦେଇ ଚାଲିଲି। 26ତମ ଦିନ ମୁଁ ସାଧନାରେ ବସିଥାଏ। ସେତେବେଳକୁ ରାତି 1:30 ହେଇଥାଏ। ମୋ ରୁମ୍ ଭିତରେ କେହି ଜଣେ ଥିଲା ଭଳି ଲାଗିଲା। ଅନ୍ୟ କାହାରି ଏକ୍ଜିଷ୍ଟାନ୍ସ ମୁଁ ସେଠି ଅନୁଭବ କରିପାରୁଥାଏ। ମୁଁ କେବେ ଭାବିନଥିଲି ଯେ ଏମିତି ବି ହୁଏ ବୋଲି। ମୁଁ କେବଳ କାହାଣୀରେ ଯାହା ଶୁଣିଥିଲି, କିନ୍ତୁ ଏଭଳିଆ ରିଏଲ୍ ଏକ୍ସପିରିଏନ୍ସ କେବେ କରିନଥିଲି। ମୋତେ ସେତେବେଳକୁ ଭୟ ଲାଗିଲା। ମୋ ମୁହଁ ଉପରେ ବୁନ୍ଦା ବୁନ୍ଦା ଝାଳ ସ୍ପଷ୍ଟ ଦିଶୁଥିଲା। ମୋ ମନରେ ଭୟ ସମୟ ଅନୁସାରେ ବଢ଼ିବାକୁ ଲାଗିଲା, କିନ୍ତୁ ସେଦିନ ଆଉ କିଛି ଅନୁଭୂତି ହେଲାନି। ଆଗାମୀ 5 ଦିନ ପର୍ଯ୍ୟନ୍ତ ମଧ୍ୟ କୌଣସି ପ୍ରକାର ଅନୁଭୂତି ହେଲା ନାହିଁ। କିନ୍ତୁ ୟା ଭିତରେ ମୁଁ ସ୍ପଷ୍ଟ ଅନୁଭବ କରିପାରୁଥାଏ ଯେ କି ମୋ ଶରୀରରେ କିଛି ଗୋଟେ ଅଜବ ପରିବର୍ତ୍ତନ ହେଉଛି। କେତେବେଳେ ଅତି ଖୁସି ଲାଗୁଛି ତ କେତେବେଳେ ଅତି ଦୁଃଖ ଲାଗୁଛି, କେତେବେଳେ ଶୀତ ଲାଗୁଛି ତ କେତେବେଳେ ପ୍ରବଳ ଗରମ ଲାଗୁଛି। ଏମିତି ମୋର ସାଧନା ପାଖାପାଖି 45 ଦିନ ହେଲାଣି ଚାଲିଥାଏ। ଆପଣ କହିଥିଲେ ଯେ 90 ଦିନ ଭିତରେ ଭିତରେ ଯେମିତି ହେଲେ ଗନ୍ଧର୍ବ ଦେବତା ପ୍ରତ୍ୟକ୍ଷ ହେବେ, ଏଣୁ ସେହି ଆଶାରେ ମୁଁ ଏହି ସାଧନା ଜାରି ରଖିଥାଏ। ମୁଁ ଅନୁଭବ କରିବାକୁ ପାଇଲି ଯେ ସାଧନା 45 ଦିନ ଯିବା ପରେ ମୋର ଶରୀରରେ ଅଳସୁଆମୀ ଗୁଣଟା ବଢ଼ିଗଲା ଆଉ ମୋର ସାଧନାରେ ବସିବାକୁ ଇଚ୍ଛା ହେଲାନି। ତଥାପି ମୁଁ ଜବରଦସ୍ତି ସାଧନାରେ ବସୁଥାଏ ଆଉ 3 ଦିନ ପରେ ମୋ ଶରୀରର ସମସ୍ତ ଅଳସୁଆମୀ ଗୁଣ ପଳାଇଗଲା ଆଉ ମୋତେ ଭାରି ଫୁର୍ତ୍ତି ଲାଗିଲା। ୟା ଭିତରେ ମୁଁ ଅନୁଭବ କଲି ଯେ ଅନେକ ଦିନ ତଳୁ ଯେଉଁ ମାଇନ୍ସରେ କାମ ପାଇଁ ମୁଁ ପକାଇଥିଲି, ସେ ମାଇନ୍ସରୁ ଜମାରୁ କାମ ମିଳୁନଥିଲା। ମୋତେ ବାରମ୍ବାର ରିଜେକ୍ଟ କରିଦେଉଥିଲେ। କିନ୍ତୁ ଏହି ସାଧନା ଚାଲିଥିବା ଭିତରେ ଦିନେ ମୋତେ କଲ୍ ଆସିଲା ଯେ ମୋର ମାଇନ୍ସରେ କାମ କରିବା ପାଇଁ ଚାକିରି କନଫର୍ମ ହୋଇଯାଇଛି। ଆଗାମୀ ସପ୍ତାହରେ ମୋତେ ଜଏନ୍ କରିବାକୁ ପଡ଼ିବ। ସେଥିରେ ମୁଁ ଭାରି ଖୁସି ଥାଏ ଆଉ ବିଶ୍ୱାବସୁ ଗନ୍ଧର୍ବଙ୍କୁ ଏଥିପାଇଁ ବହୁତ ଧନ୍ୟବାଦ ଦେଉଥାଏ। ଆଉ ଗୋଟେ କଥା ଅନୁଭବ ହେଲା ଯେ ଚେହେରାର ତେଜଟା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ଚେହେରା ଉପରେ ଯେତିକି କଳା ଯାଇଥିଲା, ସେ ସବୁ କଳା ଯାଇ ଧୀରେ ଧୀରେ ଲିଭିବାକୁ ଲାଗିଥାଏ। ଠିକ୍ 1 ସପ୍ତାହ ପରେ ମୁଁ ଯାଇ କାମରେ ଜଏନ୍ କଲି ଆଉ ଏବେ ମଧ୍ୟ ମୁଁ ବିଶ୍ୱାବସୁ ଗନ୍ଧର୍ବ ସାଧନା କରୁଛି। ଯଦିଓ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଦର୍ଶନ ହେଇନି, କିନ୍ତୁ ଅନେକ ଉନ୍ନତି ୟା ଭିତରେ ତାଙ୍କ ଆଶୀର୍ବାଦରୁ ହେଇଛି।
ଦେଖିବାକୁ ମିଳିଛି ପରିବାରରେ। ତେବେ ଆଜିର ଭିଡ଼ିଓଟି ମୋର ଏତିକି ହିଁ ମୋର ଅନୁଭୂତି ଏ ସାଧନା ଉପରେ। ଆଶା କରୁଛି ଲୋକଙ୍କୁ ଏ କାହାଣୀଟି ମୋର ଭଲ ଲାଗିଥିବ। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଅଲେଖଙ୍କର ଏ କାହାଣୀଟି ଶୁଣୁଥିଲେ, ଯେଉଁଟାକି ବିଶ୍ୱାବସୁ ଗନ୍ଧର୍ବ ସାଧନାର ତାଙ୍କର ଅନୁଭୂତି ଥିଲା, ରିଅଲ୍ ଏକ୍ସପିରିଏନ୍ସ ଥିଲା। ଆପଣମାନେ ଯଦି ଏମିତିଆ କିଛି ସାଧନା କରିଛନ୍ତି ଆଉ ଆପଣଙ୍କ ସହ କିଛି ଏକ୍ସପିରିଏନ୍ସ ଘଟିଛି, ଅନୁଭୂତି ଘଟିଛି, ତେବେ ସେ କାହାଣୀଟିକୁ ଆମ ସହ ଆପଣ ସେୟାର କରିପାରିବେ ଏବଂ ଆପଣଙ୍କର ନାଁ ସହ ଏଠି ତାକୁ ପବ୍ଲିଶ କରିଦିଆଯିବ। ଏହି ଚ୍ୟାନେଲରେ ଓନ୍ଲି ତନ୍ତ୍ରମନ୍ତ୍ର ରିଲେଟେଡ଼୍ ରିଅଲ୍ ଷ୍ଟୋରି ପକାଯାଏ, ଅପଲୋଡ଼ କରାଯାଏ। ହରର ଷ୍ଟୋରି ରିଅଲ୍ ଯେଉଁଟା ଘଟିଥିବ ତାକୁ ମଧ୍ୟ ପକାଯାଏ। ତେବେ ଆପଣଙ୍କୁ ଯଦି ହରର, ମିଥ୍ ଆଉ ତନ୍ତ୍ରବିଦ୍ୟାର ଷ୍ଟୋରି ଗୁଡ଼ାକୁ ଶୁଣିବାକୁ ଭଲ ଲାଗେ, ତେବେ ଆପଣ ନିହାତି ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।